ଯେଉଁ ହିତାଧିକାରୀଙ୍କର ନାମ ପ୍ରଧାନମନ୍ତ୍ରୀ ଡ୍ରାଫ୍ଟ ଲିଷ୍ଟରେ ରହିଛି ସେମାନଙ୍କୁ ଘର ପାଇବାକୁ ହେଲେ ମୁଖ୍ୟତଃ ଗୁରୁତ୍ୱପୂର୍ଣ୍ଣ ଚାରୋଟି କାର୍ଯ୍ୟ ଜୁଲାଇ 31 ତାରିଖ ସୁଦ୍ଧା ଆପଣମାନଙ୍କୁ କରିବାର ଅଛି। ତ କେଉଁ ଚାରୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣମାନଙ୍କୁ କରିବାର ଅଛି ଯାହା ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବା ପାଇଁ ବାଧ୍ୟତାମୂଳକ କରାଯାଇଛି। କାହିଁକି ଆପଣମାନେ ଏହି ଚାରୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ? ଯଦି ଏହି ଚାରୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଜୁଲାଇ 31 ସୁଦ୍ଧା ଆପଣମାନେ କରୁନାହାନ୍ତି ତାହେଲେ ଆପଣମାନଙ୍କର କ'ଣ ହେବ? ତ ସରକାର ଏହି ଚାରୋଟି କାର୍ଯ୍ୟ କ'ଣ ରଖିଛନ୍ତି ହିତାଧିକାରୀମାନଙ୍କ ପାଇଁ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଯାଉଛନ୍ତି। ତ ସେମାନଙ୍କ ପାଇଁ ସରକାର ଏହି ଚାରୋଟି କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ସୂଚିତ କରିଛନ୍ତି ହିତାଧିକାରୀମାନଙ୍କୁ। ଏସବୁ ତଥ୍ୟ ଗୁଡ଼ିକ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି, ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଦେଖନ୍ତୁ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟି ଦେଖୁଥାନ୍ତି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ଆପଣ ସମସ୍ତେ ଜାଣିଥିବେ ପ୍ରତ୍ୟେକ ପଞ୍ଚାୟତରେ ଏବେ ଡ୍ରାଫ୍ଟ ଲିଷ୍ଟ ମରାହେଇଛି। ଏହି ଡ୍ରାଫ୍ଟ ଲିଷ୍ଟରେ ଆପଣମାନଙ୍କର ନାମ ଅଛି କି ନାହିଁ? ଯଦି ଆପଣଙ୍କର ନାମ ଏହି ଡ୍ରାଫ୍ଟ ଲିଷ୍ଟରେ ନାହିଁ ତାହେଲେ ଆପଣମାନେ କମେଣ୍ଟ ସେକ୍ସନରେ କମେଣ୍ଟ କରିକି ଜଣାଇବେ ଯେ ଆପଣଙ୍କର ନାମ ଡ୍ରାଫ୍ଟ ଲିଷ୍ଟରେ ନାହିଁ। ଆପଣମାନେ କ'ଣ କରିବେ, ଆପଣଙ୍କର ନାମ ପୁଣି ଥରେ କେମିତି ଲିଷ୍ଟରେ ଆସିପାରିବ ସେଇଟା ମୁଁ ଆପଣମାନଙ୍କୁ ଜଣାଇବି। ତ ବର୍ତ୍ତମାନ ଯେଉଁମାନଙ୍କର ନାମ ଡ୍ରାଫ୍ଟ ଲିଷ୍ଟରେ ରହିଛି ତ ସେମାନଙ୍କ ପାଇଁ ବଡ଼ ଘୋଷଣା ଜାରି କରାଯାଇଛି। ତ ଏବେ ସେମାନଙ୍କ ପାଇଁ ସରକାର ଏକ ଭେରିଫିକେସନ୍ ପ୍ରକ୍ରିୟା କରିବା ପାଇଁ ଯାଉଛନ୍ତି। ଏହି ଭେରିଫିକେସନ୍ ପ୍ରକ୍ରିୟା କରିବା ପୂର୍ବରୁ ଆପଣମାନଙ୍କୁ କିଛିଟା କାର୍ଯ୍ୟ କରିବାର ଅଛି। କହିବାକୁ ଗଲେ ଚାରୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣମାନଙ୍କୁ କରିବାର ଅଛି ଯଦି ଆପଣମାନେ ଆବାସ ଘର ପାଇବା ପାଇଁ ଚାହୁଁଛନ୍ତି। ତ ଆପଣମାନଙ୍କର ନାମ ଯଦି ଡ୍ରାଫ୍ଟ ଲିଷ୍ଟରେ ଅଛି ତାହେଲେ ଆପଣମାନଙ୍କୁ ଆବାସ ଘର ମିଳିବ। ସେତେବେଳେ ମିଳିବ ଯେତେବେଳେ ଆପଣ ଯୋଗ୍ୟ ବିବେଚିତ। ଆପଣମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରିବା ସହିତ ମୁଖ୍ୟତଃ ଚାରୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣମାନଙ୍କୁ କରିବାର ଅଛି, ଯାହାଫଳରେ ଆପଣମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ମୁଁ ଆପଣମାନଙ୍କୁ ଜଣାଇ ଦେବା ପାଇଁ ଚାହିଁବି ଯେ ଉଦାହରଣ ସ୍ୱରୂପ ଆପଣଙ୍କ ଗାଁରେ 300 ଲୋକ ଆବେଦନ କରିଥିଲେ, କିନ୍ତୁ ବର୍ତ୍ତମାନ ଡ୍ରାଫ୍ଟ ଲିଷ୍ଟରେ 250 ଲୋକଙ୍କର ନାମ ଆସିଛି। ବର୍ତ୍ତମାନ ଆପଣଙ୍କର ପ୍ରଶ୍ନ ରହିଥିବ ଆଉ 50 ଜଣଙ୍କର ନାମ କାହିଁକି ଆସିଲାନି? ସେମାନେ ଯୋଗ୍ୟ ନା ଅଯୋଗ୍ୟ? ସରକାର କେମିତି ଜାଣିଲେ ସେମାନଙ୍କର ନାମ କାହିଁକି এই ଡ୍ରାଫ୍ଟ ଲିଷ୍ଟରେ ଆସିଲାନି? ତ ଦେଖନ୍ତୁ, ବହୁତ ଲୋକ ଅଛନ୍ତି ଏମିତି ଯୋଗ୍ୟ ସେମାନେ, ଆଉ ସେମାନେ ବହୁତ ଗରିବ ଲୋକ ମଧ୍ୟ, ସେମାନଙ୍କର ନାମ ମଧ୍ୟ ଡ୍ରାଫ୍ଟ ଲିଷ୍ଟରେ ଆସିନି, ସେମାନେ ଆବେଦନ କରିଥିଲେ। ଯେହେତୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏଥର ଅନେକ ସାରା ଲୋକ ଆବାସ ଘର ପାଇବା ପାଇଁ ଆବେଦନ କରିଥିଲେ, ସେଥିପାଇଁ ବୈଷୟିକ ତ୍ରୁଟି ରହିଛି। ଏହି ବୈଷୟିକ ତ୍ରୁଟି କାରଣ ଯୋଗୁଁ ହିତାଧିକାରୀଙ୍କର ନାମ ଡ୍ରାଫ୍ଟ ଲିଷ୍ଟରେ ଆସିପାରିନାହିଁ। ସେଥିପାଇଁ ସରକାର ମଧ୍ୟ ଆପଣମାନଙ୍କୁ ଚାନ୍ସ ଦେଇଛନ୍ତି। ଅଭିଯୋଗ ବକ୍ସ ଆପଣଙ୍କୁ ଦେଇଥିଲେ, ଯେଉଁମାନେ ଅଭିଯୋଗ ବକ୍ସରେ ପକାଇଛନ୍ତି ସେମାନଙ୍କର ନାମ ଡ୍ରାଫ୍ଟ ଲିଷ୍ଟରେ ଆସିବ। ଏଠି ଆପଣଙ୍କର ଆଉ ଗୋଟେ ପ୍ରଶ୍ନ ରହିଥିବ, ତ ଡ୍ରାଫ୍ଟ ଲିଷ୍ଟରେ 300 ଲୋକଙ୍କର ନାମ ରହିଛି, ସମସ୍ତଙ୍କୁ କ'ଣ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ? ଦେଖନ୍ତୁ, ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିବ ନାହିଁ। କାହିଁକି ମିଳିବନି? ଏଆଇ ଆପଣମାନଙ୍କୁ ଆଇଡେଣ୍ଟିଫାଏ କରିବ ଆପଣମାନେ ପ୍ରକୃତରେ ଯୋଗ୍ୟ କି ଅଯୋଗ୍ୟ ଅଛନ୍ତି। ଏଆଇ ଆଇଡେଣ୍ଟିଫାଏ କଲା ପରେ ବ୍ଲକ ସ୍ତରୀୟ ଯେଉଁ 3 ଜଣିଆ କମିଟି ରହିଛି ସେମାନେ ମଧ୍ୟ ଆପଣମାନଙ୍କୁ ଆଇଡେଣ୍ଟିଫାଏ କରିବେ। ତ ଆପଣମାନଙ୍କର ପ୍ରକୃତରେ ଘର ଆବଶ୍ୟକତା ରହିଛି କି ନାହିଁ, ଆପଣ ଅଯୋଗ୍ୟ କି ଯୋଗ୍ୟ, ଏସବୁ ଯାଞ୍ଚ ହେବ। କାହିଁକିନା ବେଳେବେଳେ ଏଆଇ ମଧ୍ୟ ଭୁଲ କରିଥାଏ। ତାପରେ ଏଆଇ ପରେ ଯଦି ପ୍ରକୃତରେ ଏଆଇ କିଛି ମିଷ୍ଟେକ୍ କରିଛି ତ ସେଇଟା ବ୍ଲକ ସ୍ତରୀୟ ଯେଉଁ ଅଧିକାରୀମାନେ ରହିଛନ୍ତି ସେମାନେ ଆପଣମାନଙ୍କୁ ପୁଣି ଥରେ ତଦାରଖ କରିବେ ପ୍ରକୃତରେ ଏଆଇ ଠିକ୍ ଭାବରେ ଆଇଡେଣ୍ଟିଫାଏ କଲା କି ନାହିଁ। କାହିଁକି ନା ସରକାର ଏଠି ଜଣାଉଛନ୍ତି ଯେ କୌଣସି ଜଣେ ଯୋଗ୍ୟ ହିତାଧିକାରୀ ଆବାସ ଘରରୁ ବଞ୍ଚିତ ହେବ ନାହିଁ। ସବୁ ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଘର ପାଇବେ। ଆସନ୍ତୁ ଡେରି ନ କରି ମୁଖ୍ୟ ଟପିକ୍ ଉପରେ ଆଲୋଚନା କରିବା। ପ୍ରଥମ ପର୍ଯ୍ୟାୟରେ ଯଦି ଆପଣମାନେ ଆବାସ ଘର ପାଇବା ପାଇଁ ଚାହୁଁଛନ୍ତି, ମୁଖ୍ୟତଃ ଏହି ଚାରୋଟି କାର୍ଯ୍ୟ ଆପଣମାନଙ୍କୁ କରିବାର ଅଛି। ଦେଖନ୍ତୁ, ଆପଣ ଯଦି ପ୍ରକୃତରେ ଯୋଗ୍ୟ ହିତାଧିକାରୀ, ଆପଣ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି, ତାହେଲେ ଆପଣମାନଙ୍କୁ ଏହି ଚାରୋଟି କାର୍ଯ୍ୟ ସମ୍ପାଦନ କରିବାର ଅଛି। ତ ଏହି ଚାରୋଟି କାର୍ଯ୍ୟ କ'ଣ ରହିଛି, କାହିଁକି ଆପଣ କରିବେ,
केमिति आपण माने करिवे एही चारोटी गुरुत्वपूर्ण कार्य। एठी सरकारक तरफरु साफ साफ घोषणा करा जायछि जे जो माने योग्य हिताधिकारी सेमाने जदि एही चारोटी कार्य करूनाहांती सेमाने योग्य होइतिले मध्य सेमानकु प्रधानमंत्री आवास घर मिलिबो नाही। तो सरकारक तरफरु जो नुआ अपडेट गुड़िक रही से नियम अनुसार आपण मानकु कार्य करिवार अछि। नियम खिलाफ कले आपण मानकु आवास घर मिलिबो नाही। आपण योग्य हेइथांतु ना काहे। एठी मु आपण मानकु कहि रखिबी जेउ हिताधिकारी मानकर कागज पत्र ठीक ठाक रहिछि ताहा ग्रहणीय होई सारिछि सेही हिताधिकारी मानकु सरकारक तरफरु घर मिलिबा पई जाउछि। जो हिताधिकारी मानकर डॉक्यूमेंट्स रे अर्थात कागज पत्र रे कोनोसी त्रुटि रही तो सेमाने योग्य होइथिले मध्य प्रधानमंत्री आवास घर मिलिबो नाही। तो आपण मानकर आधार कार्ड रे जो तथ्य गुड़िक रही से तथ्य गुड़िक अनुसार आपण मानकर बैंक अकाउंट रे सेम तथ्य रहितबा दरकार। ता सहित जेतेबेले आपण आवेदन करिसंती आपण मानकर आधार कार्ड रे जो नेम रही आपण माने आवास प्लस सर्वे माध्यम रे जेतेबेले आपण आवेदन करिथिबे सेठी मध्य सेम टू सेम आपण मानकर डेट ऑफ बर्थ नेम एड्रेस ये सब रहिथिबा निहाती जरूरी। प्रधानमंत्री आवास घर पाइबा पूर्वरु आपण मानकु एही चारोटी गुरुत्वपूर्ण कार्य करिवार अछि। तो कहिबाकू गले पंचायत ऑफिस रे जो ड्राफ्ट लिस्ट रही सेथिरे अनेक योग्य हिताधिकारींकर नाम आसी नाही। तो सेथिपई आपण माने सर्वे प्रथमे से लिस्ट टीकू भल भाबरे चेक करंतु हुए तो आपणकर नाम थाई पारे। एइटा आपण मानकर एक नंबर काम। दुई नंबर कामटी आपण मानकर जो जॉब कार्ड रही से जॉब कार्ड रे जदि आपण मानकर नाम रही ताहाले आपण माने थरे चेक करंतु आधार कार्ड रे जो नेम टी रही स्पेलिंग जो रही से स्पेलिंग टी आपण मानकर जॉब कार्ड रे ठीक ठाक अछि कि नाही। कारण डाटा मिसमैच जुगु आपण मानकर नाम मध्य कटि जाई पारे। 3 नंबर कामटी आपणकर जॉब कार्ड रे केवाईसी प्रक्रिया आपण माने संपादन करई नियंतु। जदि आपण मानकर जॉब कार्ड रे केवाईसी हेई नाही आपण माने करि नाहंती ताहाले आपण माने केवाईसी टी को संपूर्ण करई नियंतु। 4 नंबर कार्यटी आधार कार्ड रे बैंक अकाउंट लिंक डीबीटी सक्रिय करई नबा आवश्यक। सरकारक तरफरु घोषणा करा जायछि जे जो हिताधिकारींकर आवेदन ग्रहण योग्य डॉक्यूमेंट्स रे तथ्य गुड़िक ठीक ठाक रही ठीक भावरे अपलोड करा जायछि। एहा सहित आधार बैंक अकाउंट लिंक डीबीडी निष्क्रिय केवाईसी संपूर्ण होइथिबो सेही हिताधिकारी मानकु प्रधानमंत्री आवास घर मिलबा पई जाउछि। प्रथम पर्याय रे जो हिताधिकारी मानकर ड्राफ्ट लिस्ट रे रही नाम से मानकर वेरिफिकेशन परे वर्क ऑर्डर खूब शीघ्र आपण मानकु मिलबा पई जाउछि। जदि आपण योग्य हिताधिकारी एही चारोटी कार्य आपण माने करै नियंतु आवास घर पाइबा पूर्वरु।